ध्वंसी सुदर्शनम सुखकरम श्रीपञ्चजन्यः सदा बाणः सार्ङ्गः मनर्षहर्षजनकं कौमुदकी नन्दकः शतपद्ममुसळमहलं च परशु दिव्यायुरोधानि प्रभो सेनाधीश खगेश भोगिपतयः पूर्वमस्तु ते मंगलम। जय जगन्नाथ। ମୁଁ ଜ୍ୟୋତିର୍ବିଦ ଚନ୍ଦ୍ରଶେଖର ନାୟକ। ମୋର ଚ୍ୟାନେଲ ଜ୍ୟୋତିଷର ଜାତକକୁ ଆପଣମାନଙ୍କୁ ମୋର ଅନ୍ତରର ଗଭୀରତମ ପ୍ରଦେଶରୁ ସ୍ୱାଗତ ଜଣାଉଛି। ବନ୍ଧୁଗଣ, ଆମେ ଯେଉଁ ଗ୍ରହମାନଙ୍କର ଗୋଚର ଫଳ ବିଷୟରେ ଆଲୋଚନା କରୁଥିଲେ ତାହା ପରିସମାପ୍ତି ଘଟିଛି। ଏବେ ଆମେ ଗୋଟେ ତଥାକଥିତ ଯୋଉଟାକି ଆମ ସମାଜରେ ଆଜିକାଲି ବହୁଳ ମାତ୍ରାରେ ଦେଖାଯାଉଛି ସେଇଭଳିଆ ଘଟଣାବଳୀକୁ ନେଇକରି ଆମେ ଏକ ଜ୍ୟୋତିଷୀୟ ଆଲୋଚନା କରିବା। ତାହା ହେଉଛି କ'ଣ? ପାର୍ଟ 461 ଆଉ ଶୀର୍ଷକଟିର ନାଁ ହେଉଛି ଭିଜିଲାନ୍ସ ରେଡ୍ ଯୋଗ ଇନ୍ କୁଣ୍ଡଳୀ ଅର୍ଥାତ୍ ଧନହାନି ଯୋଗ। ବନ୍ଧୁଗଣ, ଆପଣମାନେ ଲକ୍ଷ୍ୟ କରିଥିବେ ବହୁତ ଲୋକଙ୍କ ଘରେ ଭିଜିଲାନ୍ସ ରେଡ୍ ହେଉଛି, ତାଙ୍କ ଘରୁ ଅଚଳାଚଳ ସମ୍ପତ୍ତି ବାହାରୁଛି, ଆଉ ସେମାନେ ଜୀବନ ସାରା ଯାହା ରୋଜଗାର କରିଥିଲେ ତାହା ସବୁ ସରକାର ନେଇଯାଉଛନ୍ତି। ତାହେଲେ ସେ ଯେଉଁ ଅନ୍ୟାୟ ବାଟରେ ସେ ରୋଜଗାର କରିଥିଲେ, ତାଙ୍କର କାପାସିଟି ଠାରୁ ସେ ବହୁତ ରୋଜଗାର କରିଥିଲେ, ତେଣୁ ସେଇଭଳି ଧନହାନି ଯୋଗଟିଏ ତାଙ୍କର ଜାତକରେ ସୃଷ୍ଟି ହେଇଛି। ଯଦି ସେଇଭଳି ଯୋଗ ଗୁଡ଼ିକ ଥାଏ ତାହେଲେ ତାଙ୍କ ଘରେ ଭିଜିଲାନ୍ସ ରେଡ୍ ହୁଏ ଆଉ ତାଙ୍କର ଧନହାନି ହୁଏ। ବହୁତ ମାତ୍ରାରେ ସେମାନେ କ୍ଷତି ସହନ୍ତି। ଯାହା ଜୀବନ କାଳ ଭିତରେ ସେମାନେ ରୋଜଗାର କରିଥିଲେ ତାହା ସମସ୍ତ ସୁଅ ମୁହଁରେ ଗଲା ଭଳିଆ ନଷ୍ଟ ହେଇଯାଏ। ଠିକ ଅଛି ବନ୍ଧୁଗଣ, ତାହେଲେ ଆମେ ଦେଖିବା ଯେ ପ୍ରକୃତରେ ଧନହାନି କେଉଁ ପ୍ରକାର ବ୍ୟକ୍ତିମାନଙ୍କର କୁଣ୍ଡଳୀରେ ଗ୍ରହ ଅବସ୍ଥା ଗୁଡ଼ିକ କ'ଣ ଥିବା ଯୋଗୁଁ ତାଙ୍କର ଏଇଭଳି ଯୋଗଟି ବା ହତଶ୍ରୀ ଯୋଗଟିଏ ତାଙ୍କର ସୃଷ୍ଟି ହେଉଛି। ବନ୍ଧୁଗଣ, ଆପଣମାନେ ଜାଣିଛନ୍ତି ଯେ ଦଶମ ଘରଟି ହେଉଛି ମଣିଷର ବୃତ୍ତିର ଘର। ଯଦି ଏଇଟା ଲଗ୍ନ ହୁଏ, ଦଶମ ଘରଟି ହେଉଛି ମଣିଷର ବୃତ୍ତିର ଘର, ଅର୍ଥାତ୍ ସେ କେଉଁ ପ୍ରକାର କାର୍ଯ୍ୟଟିଏ କରିବେ। ଆଉ 11 ନମ୍ବର ଘରଟି ହେଉଛି ଆୟର ଘର, ଅର୍ଥାତ୍ ତାଙ୍କର ରୋଜଗାର କିଭଳି ଭାବରେ କରିବେ। ଆଉ 12 ନମ୍ବର ଘରଟି ହେଉଛି ଖର୍ଚ୍ଚର ଘର, ତାଙ୍କର ଖର୍ଚ୍ଚ କେମିତି ହବ। ଦେଖନ୍ତୁ ବନ୍ଧୁଗଣ, ବୃତ୍ତିଟିଏ କଲେ, ତାପରେ ଆୟ କଲେ, ତାପରେ ବ୍ୟୟ କଲେ, ମାନେ ଖର୍ଚ୍ଚ କରିଦେଲେ, ଆଉ ଯାହା ବଳିଲା ସିଏ ଦ୍ୱିତୀୟ ଘରେ ସଞ୍ଚୟ ହେଇକିରି ରହିଲା। ତେଣୁ ବନ୍ଧୁଗଣ, ଆପଣମାନେ ବୁଝନ୍ତୁ, ଏଇ 2 ନମ୍ବର ଘରଟି ହେଉଛି ମଣିଷର ଧନ ସଞ୍ଚୟର ଘରଟିଏ। ତାକୁ ଧନ ଭାବ ବୋଲି ମଧ୍ୟ କୁହାଯାଏ। ତାହେଲେ ଦେଖିବା, ଆମେ ଜାଣିଲେ 10 ନମ୍ବର ଘରଟି ହେଉଛି ବୃତ୍ତିର ଘର, 11 ନମ୍ବର ଘରଟି ହେଉଛି ଆୟର ଘର ମାନେ ରୋଜଗାରର ଘର, 12 ନମ୍ବର ଘରଟି ହେଉଛି ଖର୍ଚ୍ଚର ଘର, ଆଉ 2 ନମ୍ବର ଘରଟି ହେଲା ଧନ ସଞ୍ଚୟର ଘର। ବନ୍ଧୁଗଣ, ଠିକ ଅଛି। ତାହେଲେ ଆମେ ଦେଖିବା କେଉଁ ପ୍ରକାର ବ୍ୟକ୍ତି ମାନଙ୍କର ଧନ ହାନି ହୁଏ। ସେ ବହୁଳ ମାତ୍ରାରେ ଧନ ରୋଜଗାର କରିଥାନ୍ତି ଜୀବନ ସାରା, ଗୋଟିଏ ମୁହୂର୍ତ୍ତରେ ସବୁ ଧନ ଗୁଡ଼ିକ ତାଙ୍କ ଠାରୁ ପଳେଇ ଯାଏ। ବର୍ଷ ବର୍ଷ ଧରି ରୋଜଗାର କରିଥିବା ଧନ ଗୁଡ଼ିକ ଗୋଟିଏ ମୁହୂର୍ତ୍ତରେ ପଳେଇ ଯାଏ। ତାହେଲେ ଏଭଳି କ'ଣ ଯୋଗ ସବୁ ଅଛି ଦେଖିବା। ବନ୍ଧୁଗଣ ଦେଖନ୍ତୁ, ଦ୍ୱିତୀୟ ସ୍ୱାମୀ ଯଦି 6 କିମ୍ବା 8 କିମ୍ବା 12
ଏଇ ଘର ମାନଙ୍କରେ ଯଦି ଅଛନ୍ତି ତାହେଲେ ଆପଣ ଜାଣିବେ ବନ୍ଧୁଗଣ ଆପଣଙ୍କର ଧନ ହାନି ହେବାର ସମ୍ଭାବନା ବହୁଳ ମାତ୍ରାରେ ଅଛି। ଉଦାହରଣ ନେଇଯିବା, ଦେଖନ୍ତୁ ମନେକର ଏଠି ଦ୍ୱିତୀୟ ମାଲିକ ହେଲେ ଶୁକ୍ର। ଶୁକ୍ର ରହିଥିବେ 6, 8, 12ରେ। ଦେଖନ୍ତୁ ଏଇଟା 6 ନମ୍ବର ଘର, ଏଇଟା 8 ନମ୍ବର ଘର, ଏଇଟା 12 ନମ୍ବର ଘର। ବନ୍ଧୁଗଣ ଆପଣଙ୍କ କୁଣ୍ଡଳୀ ଆପଣ ଦେଖନ୍ତୁ, ଆପଣଙ୍କର ଲଗ୍ନ କୋଉଟା? ମନେକର ଆପଣଙ୍କର କର୍କଟ ଲଗ୍ନ ହେଇଛି, ଏଇଟା ହେଲା ଲଗ୍ନ। ତାର ଦ୍ୱିତୀୟ ଘରଟି ହେଲା ଏଇଟା ଧନ ସଞ୍ଚୟର ଘର। ତାର 6 ନମ୍ବର ଘରଟି ହେଲା ଏଇଟା, 8 ନମ୍ବର ଘର ଏଇଟା, 12 ନମ୍ବର ଘର ଏଇଟା। ଆପଣ ଯେକୌଣସି ହିସାବରେ ବୁଝିପାରିବେ। ଯଦି 6 ନମ୍ବର ମାଲିକ ନା 2 ନମ୍ବର ମାଲିକ ସେ 6 ନମ୍ବର ଘରକୁ ପଳେଇଥିବେ, 8 ନମ୍ବର ଘରକୁ ପଳେଇଥିବେ ବା 12 ନମ୍ବର ଘରକୁ ପଳେଇଥିବେ। କାହିଁକି 6, 8, 12 ଘରକୁ ଗଲେ ଅସୁବିଧାଟା କଣ? ନା ଅସୁବିଧା ହଉଛି ଏଇଆ, 6, 8, 12କୁ ଜାତକରେ ବ୍ୟାଡ ହାଉସ କୁହାଯାଏ। 6, 8, 12 ଘରକୁ ଜାତକରେ ବ୍ୟାଡ ହାଉସ କୁହାଯାଏ। 6 ନମ୍ବର ଘରଟି ହଉଛି ରୋଗ, ଋଣ, ଶତ୍ରୁର ଘର। 8 ନମ୍ବର ଘର ଦୁର୍ଘଟଣା, ମୃତ୍ୟୁର ଘର, ଆୟୁର ଘର, ଝଗଡ଼ାଝାଟିର ଘର। 12 ନମ୍ବର ଘରଟି ଜେଲ ଯାତ୍ରାର ଘର, କୋର୍ଟ କଚେରୀର ଘର, ଡାକ୍ତରଖାନାର ଘର। ଯଦି 2 ନମ୍ବର ମାଲିକ ସେ ଘର ମାନଙ୍କୁ ପଳେଇ ଯାଇଛନ୍ତି, ଜାଣିବେ ଆପଣଙ୍କର ଧନ ହାନି ଯୋଗଟିଏ ଅଛି। ଆଚ୍ଛା, ତାପରେ ତା ଓଲଟାଟା ଦେଖିବା। ଯଦି 6 କିମ୍ବା 8 କିମ୍ବା 12 ଏଇ ଘର ମାନଙ୍କର ଯିଏ ସ୍ୱାମୀ ବା ମାଲିକ ଦ୍ୱିତୀୟରେ ଥିବେ ବା ଦୃଷ୍ଟି ପକଉଥିବେ, ଯଦି ଷଷ୍ଠ ମାଲିକ ମନେକର ହେଲେ ଏଠି ବୁଧ, ଅଷ୍ଟମ ମାଲିକ ହେଲେ ମଙ୍ଗଳ, ଆଉ 12 ନମ୍ବର ମାଲିକ ହେଲେ ବୃହସ୍ପତି। ଯଦି 6, 8, 12 ଘରର ମାଲିକ ସେ କଣ କରିଥିବେ? ଦ୍ୱିତୀୟ ଘରେ ଥିବେ ବା ଦ୍ୱିତୀୟ ଘରକୁ ଦୃଷ୍ଟିଟି ଦଉଥିବେ, ତାହେଲେ ମଧ୍ୟ ଆପଣଙ୍କର ଧନ ହାନି ଯୋଗଟିଏ ଦେଖା ଯାଉଛି। ଆଚ୍ଛା, ଆଉ କଣ ହେଇଥିବ ନା ଦ୍ୱିତୀୟରେ ପାପ ଗ୍ରହ ଗୁଡ଼ିକ ଥିବେ। ବନ୍ଧୁଗଣ ଦେଖନ୍ତୁ, ମନେକର ଏଠି ଶନି ଅଛନ୍ତି, କି କେତୁ ଅଛନ୍ତି, କି ରାହୁ ଅଛନ୍ତି, କି କ୍ରୂର ଗ୍ରହ ରବି ମଙ୍ଗଳ ଅଛନ୍ତି, ତାହେଲେ ଆପଣ ଜାଣିବେ ଆପଣଙ୍କର ଧନ ହାନି ଯୋଗଟିଏ ଦେଖଉଛି। ଆଉ କଣ ହେଇଥିବ ନା ଦ୍ୱିତୀୟ ସ୍ୱାମୀ ଯଦି ପାପ ଯୁକ୍ତ ହେଇଥିବେ। ପାପ ଯୁକ୍ତ ଅର୍ଥ ଦ୍ୱିତୀୟ ସ୍ୱାମୀ, ମନେକର ଏଇ କର୍କଟ ଲଗ୍ନ ଆମେ ନେଇଛେ, ଦ୍ୱିତୀୟ ସ୍ୱାମୀ ହେଲେ ରବି। ରବି ମନେକର ଯେକୌଣସି ଜାଗାରେ ଅଛନ୍ତି, ରବି ଶନି ଯୁକ୍ତ ହେଇଥିବେ, ରବି ରାହୁ ଯୁକ୍ତ ହେଇଥିବେ, ରବି କେତୁ ଯୁକ୍ତ ହେଇଥିବେ, ତାହେଲେ ମଧ୍ୟ ଆପଣଙ୍କର ଧନ ହାନି ହେବାର ସମ୍ଭାବନା ରହିଛି। ଆଉ ଯଦି ଦ୍ୱିତୀୟ ସ୍ୱାମୀ, ତାହେଲେ ଏଇଟା କେତେବେଳେ ହେବ? ଏଇ ଯୋଉ ଧନ ହାନିଟା ଆପଣ ମାନେ ପଚାରିବେ ଯେ ଏଇଟା କଣ ସବୁବେଳେ ହଉଥିବ ଧନ ହାନି? ନା, ତାର ଗୋଟେ ନିର୍ଦ୍ଦିଷ୍ଟ ସମୟ ଥାଏ। ସେ କୋଉ ସମୟରେ ହବ ନା ଯେତେବେଳେ ଦ୍ୱିତୀୟ ସ୍ୱାମୀଙ୍କର ଦଶା ଚାଲିଥିବ, ଆଉ 6 ହଉ ବା 8 ହଉ 12 ହଉ ତାଙ୍କ ସ୍ୱାମୀଙ୍କର ଚାଲିଥିବ ଅନ୍ତର୍ଦଶା ବା ପ୍ରତ୍ୟନ୍ତର ଦଶା। ତାର ଚାଲିଥିଲେ ସେଇ ସମୟରେ ଆପଣଙ୍କର ପ୍ରଭୂତ ଧନ ହାନି ହେବାର ଚାନ୍ସଟି ଅଛି। ଆଚ୍ଛା, ଆଉ କଣ ହେଇଥିବ ନା ଦ୍ୱିତୀୟ ସ୍ୱାମୀ ପୀଡ଼ିତ ହେଇଥିବେ। ଦ୍ୱିତୀୟ ସ୍ୱାମୀ କେମିତି ପୀଡ଼ିତ ହୁଅନ୍ତି? ମନେକର ଏଠି ଦ୍ୱିତୀୟ ସ୍ୱାମୀ ହେଲେ ରବି, ରବି ମନେକର 0 ଡିଗ୍ରୀରେ ଅଛନ୍ତି, ରବି ଏଇକା 5ରୁ କମ ଥିବେ କି 25ରୁ ଅଧିକା ଡିଗ୍ରୀରେ ଥିବେ, ତାହେଲେ କମଜୋରି ଅଛନ୍ତି ବୋଲି ଆମେ କହିବା। ଆଚ୍ଛା, ଆଉ ଗୋଟିଏ କଥା, ରବି ମନେକର ଏଇଠି ଅଛନ୍ତି, ଏକଡେ ଶନି ଏକଡେ ରାହୁ ଅଛନ୍ତି, ପାପ କର୍ତ୍ତରୀ ଯୋଗଟିଏ ସୃଷ୍ଟି ହଉଛି, କିମ୍ବା ଶନି କିମ୍ବା ରାହୁ ଯୁକ୍ତ ହେଇଛନ୍ତି ବା ଶନି ରାହୁ ତାଙ୍କୁ ଦେଖୁଛନ୍ତି, ତାହେଲେ ସେଇଭଳି ଅବସ୍ଥାରେ ଆମେ ଜାଣିବା ଯେ କଣ ହବ ନା ଦ୍ୱିତୀୟ ସ୍ୱାମୀଟି ପୀଡ଼ିତ ହେଇଯାଇଛନ୍ତି। ତେଣୁ ପୀଡ଼ିତ ହେଇଗଲେ କଣ ହବ ନା ଧନ ହାନି ହେବାର ସମ୍ଭାବନା ବହୁତ ଅଛି। କିନ୍ତୁ ବନ୍ଧୁଗଣ ଦେଖନ୍ତୁ, ଏ ଲାଷ୍ଟ ପଏଣ୍ଟଟି 7 ନମ୍ବର ପଏଣ୍ଟଟି ଦେଖନ୍ତୁ, ଯଦି ଶନି ଓ ରାହୁଙ୍କର ମିଳିତ ଦୃଷ୍ଟି ଥିବ, ଦ୍ୱିତୀୟ ଘରକୁ ହଉ
বা ଦ୍ୱିତୀୟ ସ୍ୱାମୀ କି ହଉ। ମନେକର ଶନି, ଦେଖନ୍ତୁ ବନ୍ଧୁଗଣ, ମନେକର ଶନି ଏଇଠି ଅଛନ୍ତି, ରାହୁ ଏଇଠି ଅଛନ୍ତି, ସେ ଦ୍ୱିତୀୟ ଘରଟିକୁ ଦେଖୁଛନ୍ତି। ଏଠି ରହିବାର ଅର୍ଥ ହଉଛି 11 ନମ୍ବର ଘରଟି କଣ? ଆୟର ଘର। ଏଠି ରାହୁ ଅଛନ୍ତି। ଆଚ୍ଛା, ଏଠି ମନେକର ଶନି ଅଛନ୍ତି। ଶନି ଏଇ ଜାଗାରେ ରହିଲେ, ଶନି ଦଶମ ଦୃଷ୍ଟିରେ ଦ୍ୱିତୀୟ ଘରକୁ ଦେଖିଲେ, ରାହୁ ସପ୍ତମ ଦୃଷ୍ଟିରେ ଦ୍ୱିତୀୟ ଘରକୁ ଦେଖିଲେ। ରାହୁ, ବନ୍ଧୁଗଣ ମନେ ରଖନ୍ତୁ ଗୋଟେ କଥା, ରାହୁ ଯଦି ଏକାଦଶ ଘରେ ଥାନ୍ତି ବା ଏକାଦଶ ଘରଟିକୁ ଦେଖୁଥାନ୍ତି, ତାହେଲେ କଣ ହୁଏ ନା ଆପଣଙ୍କୁ ବହୁଳ ପରିମାଣରେ କଳା ଧନ ମିଳିଯାଏ, ମନେ ରଖନ୍ତୁ। ତେଣୁ ସେଥିପ୍ରତି ଆପଣ ସାବଧାନ ହେବା ଉଚିତ। ରାହୁ ଯଦି ଏକାଦଶ ଘରକୁ ଦେଖୁଥାନ୍ତି ବା ଏକାଦଶ ଘରେ ଥାନ୍ତି, ସେ ଆପଣଙ୍କର କାପାସିଟି ଠାରୁ ବହୁତ ଅଧିକା ସଂଖ୍ୟାରେ ରୋଜଗାର କରେଇ ଦିଅନ୍ତି। ଆପଣମାନେ ଦେଖିଥିବେ କେତେ ଲୋକଙ୍କର, କାହାର 10ଟା ଫ୍ଲାଟ୍ ଅଛି, କାହାର 10ଟା ପ୍ଲଟ୍ କୋଉଠି ରଖିଛି, କିଏ ବସ୍ତା ବସ୍ତା ସୁନା ବାହାରୁଛି ଘରୁ, ତାହେଲେ ତାଙ୍କ ରୋଜଗାର ଠାରୁ ସେ ବହୁଳ ପରିମାଣରେ ରୋଜଗାର କରିଛନ୍ତି। ତେଣୁ ସେଇ ରୋଜଗାର ଗୁଡ଼ିକ ଯଦି ଦ୍ୱିତୀୟ ଘରକୁ ଶନି ଆଉ ରାହୁ ମିଳିତ ଭାବରେ ଦେଖନ୍ତି, ତାଙ୍କରି ଘରେ ଭିଜିଲାନ୍ସ ରେଡ୍ ହୁଏ। ଆଉ ଜୀବନ ସାରା ଅର୍ଜିଥିବା ସମସ୍ତ ସମ୍ପତ୍ତି ପାଣିରେ ପଡ଼ିଯାଏ, ମୂଲ୍ୟହୀନ ହେଇଯାଏ, ଜେଲ ଯାତ୍ରା ଯୋଗଟିଏ ବି କରେଇ ଦିଅନ୍ତି। ତାହେଲେ ବନ୍ଧୁଗଣ ଦେଖନ୍ତୁ, ଯଦି ଆପଣଙ୍କ ଜାତକରେ ଏଇଭଳିଆ ଯୋଗଟିଏ ସୃଷ୍ଟି ହେଉଛି, ଆପଣ ଯଦି କିଛି କଳା ଧନ ରୋଜଗାର କରୁଛନ୍ତି, ତାହେଲେ ଆପଣ ସାବଧାନ ହେଇଯାଆନ୍ତୁ, ନହେଲେ ଆପଣଙ୍କୁ ଭିଜିଲାନ୍ସ ରେଡ୍ ପଡ଼ିପାରେ। ତେଣୁ ବନ୍ଧୁଗଣ ଏଥିରୁ ରକ୍ଷା ପାଇବା ପାଇଁ ହେଲେ ଆପଣ କଣ କରିବେ? ଯେଉଁ ଗ୍ରହ ହେତୁକ ଏଇ ଅସୁବିଧାଟି ହଉଛି, ଯଦି ଶନିଙ୍କର ହଉଛି, ଶନିଙ୍କ ଦ୍ୱାରା ହଉଛି, କି ରାହୁଙ୍କ ଦ୍ୱାରା ହଉଛି, କି କେତୁଙ୍କ ଦ୍ୱାରା ହଉଛି, ତାହେଲେ ଆପଣ ତାଙ୍କର ପ୍ରତିକାରଟିଏ କରନ୍ତୁ। ଆପଣଙ୍କର ଦଶା କଣ ଚାଲିଛି ଦେଖନ୍ତୁ, ଅନ୍ତର୍ଦଶା କଣ ଚାଲିଛି ଦେଖନ୍ତୁ, ପ୍ରତ୍ୟନ୍ତର ଦଶା କଣ ଚାଲିଛି ଦେଖନ୍ତୁ। ସେଇ ହିସାବରେ ଯଦି ଆପଣ ପ୍ରତିକାରଟିଏ କରିବେ, ତାହେଲେ ଆପଣ ସେ ଭିଜିଲାନ୍ସ ରେଡ୍ରୁ ରକ୍ଷା ପାଇପାରିବେ। ତାହେଲେ ବନ୍ଧୁଗଣ ଦେଖନ୍ତୁ, ତାହେଲେ ଏଇ ଯେଉଁ ପ୍ରକାରର ଆମର ଆଜିକାଲିକା ସମାଜରେ ଏଇ ଜିନିଷଟି ବହୁଳ ମାତ୍ରାରେ ଦେଖାଯାଉଛି। ଆପଣମାନେ ଖବରକାଗଜରେ ପଢ଼ିଥିବେ, ଟିଭିରେ ଦେଖିଥିବେ, ମୋବାଇଲ ଫୋନରେ ଦେଖିଥିବେ, ବହୁଳ ପରିମାଣରେ ଏଇଟା ହେଉଛି। ତେଣୁ ବନ୍ଧୁଗଣ ଯେଉଁମାନେ କଳା ଧନ ରୋଜଗାର କରୁଛନ୍ତି, ସତର୍କ ହେଇଯାଆନ୍ତୁ, ନହେଲେ ଦେଖନ୍ତୁ, ନହେଲେ ଆପଣ ଦଣ୍ଡଟି ପାଇବେ। ଆଉ ଯଦି ଏଇଭଳିଆ ଯୋଗଟିଏ ଆପଣଙ୍କର ସୃଷ୍ଟି ହେଉଛି, ଆପଣ ତାହେଲେ ଜାଣିବେ ଆପଣ ଜୀବନ କାଳ ଭିତରେ ବହୁତ ଧନ ଅର୍ଜନ କରିଯିବେ, ଗଲାବେଳକୁ ସରକାରଙ୍କୁ ଦେଇକରି ଯିବେ। ତେଣୁ ବନ୍ଧୁଗଣ ଆପଣ ନିଜକୁ ନିଜେ ସୁଧାରି ଦିଅନ୍ତୁ, ହ୍ୱାଇଟ୍ ମନିରେ ବଞ୍ଚନ୍ତୁ, ତାହେଲେ ଯାଇ ଆପଣଙ୍କର ମଙ୍ଗଳ ନିଶ୍ଚିତ ଭାବରେ ହେବ। ଆଉ ବନ୍ଧୁଗଣ ମୁଁ ଭାବୁଛି ଆପଣମାନେ ବୁଝି ସାରିବେଣି। ଆପଣମାନଙ୍କୁ ଭଲ ଲାଗିଥିଲେ ଲାଇକ୍ କରିବେ, ସେୟାର କରିବେ, ସବସ୍କ୍ରାଇବ୍ କରିବେ। ଏତିକିରେ ରହିଲି ବନ୍ଧୁଗଣ, ଜୟ ଜଗନ୍ନାଥ।